ସକାଳୁ ନିତ୍ୟକର୍ମ ସରି ମୁଣ୍ଡ କୁଣ୍ଡଉଛି, ଝିଅ ଆଣିକି ଦେଲା ଗୋଟେ କ୍ରିମ୍ଟେ। କହିଲା, ବୋଉ ତମର ଡ୍ରାଏ ସ୍କିନ୍ ଆକୁ ଟିକେ ଲଗ ଦେଖିବ, ବଢ଼ିଆ ଲାଗିବ। ଏଇଟା ଥିଲା ପଣ୍ଡ୍ସର ମଶ୍ଚରାଇଜର କ୍ରିମ୍ଟା। ତାକୁ ଟିକେ ଲଗେଇଥିଲି, ସତରେ ଆଉ ବଢ଼ିଆ ଲାଗୁଛି, ଆଉ ନରମ ହେଇକି ପୁରା ଆଉ। ତାପରେ ଯାଇକି କରିଦେଲି ଠାକୁର ପୂଜା। ତାପରେ ବାହାରି ପଡ଼ିଲୁ ମା ଝିଅ ନାତି ସଜ ତିଆର ହେଇକି। ଜଳଖିଆ ଦୋକାନ ଖୋଜି ଖୋଜି ଗୋଟିଏ ବି ଜଳଖିଆ ଦୋକାନ ମିଳିଲାନି। ସେତେବେଳକୁ ବାଜିଗଲାଣି 11ଟା, ସବୁ ଦୋକାନ ବନ୍ଦ ହେଇଗଲାଣି। ଖାଲି ମିଳିଲା ଗୋଟେ ଦହିବରା ଦୋକାନଟେ। ସେ ଦହିବରା ହେଲେ ହଉ, ଖାଇଦେବା ଆଉ କ'ଣ କରିବା। ଯାଇକି ଯେମିତି ଚାଖିଛି, ବଢ଼ିଆ ଲାଗିଲା ଦହିବରାଟି ଆଉ। ପେଟେ ଟାଙ୍କି ଦେଇ ତାପରେ ଚାଲିଲୁ। ପାଖରେ ଥିବା ନର୍ସରୀକୁ ଥରେ ଆସିକି କହିଥିଲୁ ପୋଇମଞ୍ଜି ଆଣିଦେବା ପାଇଁ। ଦେଖିଲା ବେଳକୁ ସେ ପୋଇମଞ୍ଜି ଆଣିଦେଇନି। ହେଲେ ନର୍ସରୀକି ଆସିକି କ'ଣ ଖାଲି ହାତରେ ଫେରିକି ଯିବୁ? କିଣିଦେଲୁ ପାଣ୍ଡା ଫାଇକସ୍ ଗୋଟେ, ପିସ୍ ଲିଲି, ଆଉ ଝିଅ କିଣିଲା ତୁଳସୀ ଗଛ। କିଣାକିଣି କରିକି ଆସିଲୁ। ଝିଅ ତାର କଟାକଟି କରିକି ସବୁ ଦେଇଦେଲା। ମୁଁ ମୋର ରୋଷେଇରେ ଲାଗି ପଡ଼ିଲି।